Hello everyone, this is Samir Suna and you are watching my YouTube channel. Now we will discuss about the one of the most important topic, fundamental rights. ଆମେ ଭାରତରେ ବସବାସ କରୁଅଛୁ ତ ଆମେ ଜଣେ ଭାରତୀୟ ନାଗରିକ ତ ଭାରତୀୟ ନାଗରିକମାନଙ୍କର ପାଇଁ ଭାରତ ସମ୍ବିଧାନରେ ଦିଆଯାଇଛି ଫଣ୍ଡାମେଣ୍ଟାଲ ରାଇଟ୍ସ। ଆଜି ସେ ବିଷୟରେ ଆମେ ଜାଣିବା ଫଣ୍ଡାମେଣ୍ଟାଲ ରାଇଟ୍ସ କ'ଣ, ଯାହା ଅଧିକାର ଗୁଡ଼ିକ ମୌଳିକ ଅଧିକାର ଗୁଡ଼ିକ ଆମ ପାଇଁ କ'ଣ ସୁବିଧା ସୁଯୋଗ ଦିଆହେଇଛି ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ବ୍ୟକ୍ତିର ଜୀବନକୁ ସରସ, ସୁଖମୟ ଏବଂ ଶକ୍ତିଶାଳୀ କରିବା ପାଇଁ ରାଷ୍ଟ୍ର ତରଫରୁ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ ତାହାକୁ ଅଧିକାର କୁହାଯାଏ। ଯଦି ଆମେ ଅଧିକାର କଥା କହିବା, ଅଧିକାର ମାନେ କ'ଣ? ରାଷ୍ଟ୍ର ତରଫରୁ ଯେଉଁ ସୁବିଧା ସୁଯୋଗ ଆମେ ଯାହା ବି ସରକାରଙ୍କ ତରଫରୁ ଗୋଟେ ରାଷ୍ଟ୍ର ତରଫରୁ ଯେଉଁ ବି ପ୍ରକାରର ସୁବିଧା ସୁଯୋଗ ଆମେ ଗ୍ରହଣ କରିଥାଉ ତାକୁ କ'ଣ କୁହାଯାଏ? ଅଧିକାର କୁହାଯାଏ। ଲାସ୍କିଙ୍କର ଭାଷାରେ ଯେଉଁ ସବୁ ସାମାଜିକ ସର୍ତ୍ତାବଳୀ ବିନା ବ୍ୟକ୍ତିର ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ହୋଇନଥାଏ ତାହାକୁ ଅଧିକାର କୁହାଯାଏ। ଯଦି ଲାସ୍କିଙ୍କର ଭାଷାରେ ଆମେ କହିବା ଯେଉଁ ସାମାଜିକ ସର୍ତ୍ତାବଳୀ ବିନା ବ୍ୟକ୍ତିର ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ହୋଇପାରିନଥାଏ ତାହାକୁ ଅଧିକାର କୁହାଯାଏ ବୋଲି ଲାସ୍କି କହିଛନ୍ତି। ମାତ୍ର ନାଗରିକ ଯେଉଁ ଅଧିକାର ରାଷ୍ଟ୍ରର ମୌଳିକ ଆଇନ ସହିତ ସଂଶ୍ଳିଷ୍ଟ ଏବଂ ନ୍ୟାୟାଳୟ ଦ୍ୱାରା ସୁରକ୍ଷିତ ହୋଇ ସମସ୍ତଙ୍କର ପାଇଁ ସମାନ ଭାବେ କାର୍ଯ୍ୟକାରୀ ହୋଇଥାଏ ତାହାକୁ ମୌଳିକ ଅଧିକାର କୁହାଯାଏ। ମୌଳିକ ଅଧିକାର ମାନେ କ'ଣ? ଯେ ସମସ୍ତ ନାଗରିକ, ଭାରତର ସମସ୍ତ ନାଗରିକ ବା କୌଣସି ଗୋଟେ ରାଷ୍ଟ୍ରର ସମସ୍ତ ନାଗରିକ ମାନଙ୍କର ପାଇଁ ସମାନଗତ ଭାବରେ ମୌଳିକ ଆଇନ ସହିତ ସଂଶ୍ଳିଷ୍ଟ ଥାଏ, ଯାହା ନ୍ୟାୟାଳୟ ଦ୍ୱାରା ସୁରକ୍ଷିତ ହୋଇଥାଏ। ସେହି ସମସ୍ତଙ୍କୁ ଆମେ ସମାନ ଭାବରେ ସରକାରୀ କାର୍ଯ୍ୟକାରୀ ହୋଇଥାଏ ତାହାକୁ ଆମେ କ'ଣ କହିବା? ମୌଳିକ ଅଧିକାର କୁହାଯାଏ। ନାଗରିକମାନଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ବିକାଶ କରିବା ମୌଳିକ ଅଧିକାରର ଲକ୍ଷ୍ୟ। ଯଦି ଆମେ ଦେଖିବା ମୌଳିକ ଅଧିକାରର କ'ଣ ତାର ଲକ୍ଷ୍ୟ ଅଛି ବା କ'ଣ ତାକୁ କ'ଣ ପାଇଁ ଆମେ ଗ୍ରହଣ କରୁଛୁ, ନା ବିକାଶ, ସମସ୍ତ ପ୍ରକାରର ସମ୍ପୂର୍ଣ୍ଣ ବିକାଶ କରିବା ନାଗରିକମାନଙ୍କର, ଭାରତବର୍ଷରେ ଯେଉଁ ନାଗରିକମାନେ ଅଛନ୍ତି ତାଙ୍କର ସମସ୍ତ ପ୍ରକାର ବିକାଶ କରିବା ପାଇଁ ସେହି ମୌଳିକ ଅଧିକାରର ଲକ୍ଷ୍ୟ। ଭାରତ ସମ୍ବିଧାନର ଏକ ମୌଳିକ ଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ମୌଳିକ ଅଧିକାରର ବ୍ୟବସ୍ଥା। ଭାରତ ସମ୍ବିଧାନରେ କ'ଣ କରାଯାଇଅଛି? ଭାରତର ନାଗରିକମାନଙ୍କ ପାଇଁ ଯେଉଁ ସବୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଇଛି ଏବଂ ମୌଳିକ ଅଧିକାର ଦିଆଯାଇଛି ତାହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ତାହା ଏକ ଅବିଚ୍ଛେଦ ଅଙ୍ଗ ବୋଲି କୁହାଯିବ ସମ୍ବିଧାନର, ଯାହା ଭାରତୀୟ ନାଗରିକମାନଙ୍କୁ ସମ୍ବିଧାନରେ ଦିଆଯାଇଅଛି। ବ୍ୟକ୍ତିତ୍ୱ ବିକାଶ ପାଇଁ ସ୍ୱାଧୀନତା ଅଧିକାର ଅପରିହାର୍ଯ୍ୟ ଅଟେ, ଏହାକୁ ସମ୍ବିଧାନରେ ସ୍ୱୀକୃତି ଦିଆଯାଇଛି। ଯଦି ଆମେ ଜଣେ ମଣିଷ ବା ବ୍ୟକ୍ତିତ୍ୱ ଆମର ସମ୍ପୂର୍ଣ୍ଣ ଭାବରେ ଅଧିକାର ନଥିବ, ସ୍ୱାଧୀନତା ନଥିବ, ତାହେଲେ ଆମେ ବଞ୍ଚିପାରିବା ନାହିଁ, ଚଳିପାରିବା ନାହିଁ। ତେଣୁ ସମ୍ବିଧାନରେ ଦିଆଯାଇଛି ଏହି ପ୍ରକାର ସ୍ୱୀକୃତିକୁ। କ'ଣ? ସମ୍ବିଧାନରେ ନିଜସ୍ୱ ସ୍ୱାଧୀନତା ଅଧିକାର ଅଛି, ଆମେ ସ୍ୱାଧୀନ ହିସାବରେ ବଞ୍ଚିପାରିବା, କୌଣସି କାର୍ଯ୍ୟ କରିପାରିବା, ଏହିସବୁ ସମ୍ବିଧାନରେ ଲେଖାଯାଇଛି। ରାଷ୍ଟ୍ରରେ ଏହା ସାର୍ବଭୌମତାର ଏକ ପ୍ରକାର। ରାଷ୍ଟ୍ରୀୟ ସମ୍ବିଧାନର ମୌଳିକ ଦର୍ଶନ ହେଉଛି ମୌଳିକ ଅଧିକାର। ଆମେ ଯଦି କହିବା ରାଷ୍ଟ୍ରୀୟ ସମ୍ବିଧାନର ମୌଳିକ ଦର୍ଶନ ବା ପ୍ରଥମ ହିସାବରେ ମୌଳିକ ହିସାବରେ ବା ମୁଖ୍ୟ ଅଧିକାର କହିଲେ ଅତ୍ୟୁକ୍ତି ହେବ ନାହିଁ, ତାହାକୁ ଆମେ କ'ଣ କହିବା? ମୌଳିକ ଅଧିକାର। ଏବେ ଆମେ ଦେଖିବା ଉତ୍ସ, ତାର କ'ଣ କ'ଣ ସୋର୍ସ ଅଛି ଆମେ ଡିସ୍କସ୍ କରିବା। ଆମ ସମ୍ବିଧାନର ତୃତୀୟ ଭାଗରେ ଧାରା 12ରୁ 35 ମଧ୍ୟରେ ନାଗରିକର ମୌଳିକ ଅଧିକାର ବର୍ଣ୍ଣନା କରାଯାଇଅଛି। ଆମ ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ ଆର୍ଟିକିଲ 12 to 35 ମଧ୍ୟରେ ନାଗରିକମାନଙ୍କର ମୌଳିକ ଅଧିକାରର ବର୍ଣ୍ଣନା କରାଯାଇଅଛି। କିପରି ସେମାନେ ମୌଳିକ ଅଧିକାରକୁ ଉପଭୋଗ କରିବେ ସେ ବିଷୟରେ କ'ଣ ବର୍ଣ୍ଣନା କରାଯାଇଅଛି। ସମ୍ବିଧାନ ପ୍ରଣୟନ ସଭାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅଧ୍ୟକ୍ଷତା ଗଠିତ କମିଟି ମୌଳିକ ଅଧିକାରକୁ ସ୍ୱୀକୃତି ଦେଇଥିଲେ। ସେ କ'ଣ କହିଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସେ ଏହି ମୌଳିକ ସମ୍ବିଧାନ ବା ସ୍ୱାଧୀନତା ଅଧିକାରକୁ ସେ ସ୍ୱୀକୃତି ମଧ୍ୟ ଦେଇଥିଲେ।
এই স্বাধীনতা এই মৌলিକ ଅଧିକାର ଉପଭୋଗ କରିବେ ବୋଲିକିରି ଆମ ସମ୍ବିଧାନର ସନ୍ନିବେଶିତ ମୌଳିକ ଅଧିକାର ଗୁଡ଼ିକ ବ୍ରିଟିଶ ସମ୍ବିଧାନର ମାଗ୍ନା କାର୍ଟା ଏବଂ ଆମେରିକା ସମ୍ବିଧାନର ବିଲ୍ ଅଫ୍ ରାଇଟ୍ସ ର ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ। ଆମେ ଯେଉଁ ଉପଭୋଗ କରୁଅଛୁ ସମ୍ବିଧାନରେ ଆମ ଯେଉଁ ଲେଖା ହେଇଛି ତାହା ମାଗ୍ନା କାର୍ଟା ଏବଂ ବିଲ୍ ଅଫ୍ ରାଇଟ୍ସର ଚିନ୍ତାଧାରାକୁ ଅନୁପ୍ରାଣିତ କରିକି ଭାରତୀୟ ନାଗରିକମାନଙ୍କୁ ଦିଆଯାଇଅଛି। ନେହେରୁଙ୍କର ଭାଷାରେ ଏହା ସମ୍ବିଧାନର ବିବେକ ସଦୃଶ। ଯଦି ନେହେରୁ କହିଛନ୍ତି କ'ଣ ସମ୍ବିଧାନର ବିବେକ ଯଦି ଆମେ କହିବା ମଣିଷତାର ବିବେକ ଯେଉଁ ହେଉଛି ମହାନ, ସେଇଥିପାଇଁ ଭାରତର ସମ୍ବିଧାନରେ ଏହା ଯେଉଁ ମୌଳିକ ଅଧିକାର ଦିଆଯାଇଛି ତାକୁ ଆମେ ବିବେକ ବୋଲି ମଧ୍ୟ କହିପାରିବା। ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନରେ ଆମେରିକା ହେଉଛି ପୁରାତନ ରାଷ୍ଟ୍ର। ଯଦି ଆମେ ଦେଖିବା ଭାରତ ମାନେ ନାଗରିକମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବାର ହେଉଛି ସର୍ବପୁରାତନ ରାଷ୍ଟ୍ର ଯଦି କୋଉଟା କହିବା ତାହେଲେ ଆମେ ଆମେରିକାକୁ ମଧ୍ୟ ଗୋଟେ ଏକ୍ସାମ୍ପଲ ଭାବରେ ନେଇପାରିବା। ଓକେ, ବର୍ତ୍ତମାନ ଆମେ ଦେଖିବା ତା ପ୍ରକାର ଭେଦ କ'ଣ ଅଛି। ଭାରତର ନାଗରିକମାନଙ୍କର ମୌଳିକ ଅଧିକାର ଗୁଡ଼ିକୁ ନିମ୍ନଲିଖିତ ବିଭାଗରେ ବିଭକ୍ତ କରାଯାଇଛି। ସମ୍ବିଧାନ ପ୍ରଣୟନ ଠାରୁ 1978 ମସିହା ପର୍ଯ୍ୟନ୍ତ ଏହା 7 ପ୍ରକାର ଥିଲା। ଯଦି ଆମେ ଦେଖିବା ସମ୍ବିଧାନ ପ୍ରଣୟନ କରି 1950 ମସିହା ଜାନୁଆରୀ 26 ତାରିଖ ଦିନ ଆମ ସମ୍ବିଧାନ ଭାରତରେ ଲାଗୁ ହୋଇଥିଲା। ତ ସେହି ଦିନ ଠାରୁ ଯଦି ଆମେ ଦେଖିବା 1978 ମସିହା ପର୍ଯ୍ୟନ୍ତ 7 ପ୍ରକାରର ଆମେ କ'ଣ ମୌଳିକ ଅଧିକାର ଗୁଡ଼ିକ ଉପଭୋଗ କରୁଥିଲା। ମାତ୍ର 44ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ ଦିଆଗଲା। କିନ୍ତୁ କ'ଣ କରାଗଲା ନା 44ତମ ସମ୍ବିଧାନ ସଂଶୋଧନ ଦ୍ୱାରା ମୌଳିକ ଅଧିକାରକୁ ବାଦ ଦିଆଯାଇଅଛି, ତାକୁ କାଟି ଦିଆଯାଇଅଛି। ବର୍ତ୍ତମାନ ଏହା ଆଇନଗତ ଅଧିକାର ମର୍ଯ୍ୟାଦା ଲାଭ କରିଛି। ବର୍ତ୍ତମାନ ଯେଉଁ ସମ୍ପତ୍ତିଗତ ଅଧିକାର ବର୍ତ୍ତମାନ କ'ଣ ଆଇନଗତ ମର୍ଯ୍ୟାଦା ସେ ଲାଭ କରିଛି। ଫଳରେ ଭାରତୀୟ ନାଗରିକମାନଙ୍କର ବର୍ତ୍ତମାନ 6 ଗୋଟି ମୌଳିକ ଅଧିକାର ରହିଛି। ବର୍ତ୍ତମାନ ଯଦି ଆମେ ଦେଖିବା ଭାରତୀୟ ନାଗରିକମାନେ 6 ଗୋଟି ମୌଳିକ ଅଧିକାର ଉପଭୋଗ କରୁଛନ୍ତି। ତ ପ୍ରଥମେ ଆମେ କ'ଣ ଦେଖିବା? ପ୍ରଥମେ ଆମେ ଦେଖିବା ସମାନତା ଅଧିକାର ଧାରା 14ରୁ 18 ଯାହାକୁ ଆମେ ରାଇଟ୍ ଟୁ ଇକ୍ୱାଲିଟି ବୋଲି କହୁଛୁ। ସମାନତା ଅଧିକାର ସମ୍ବିଧାନର ଧାରା 14ରୁ 18 ଧାରା ମଧ୍ୟରେ ବର୍ଣ୍ଣିତ କରାଯାଇଅଛି। ସମାନତା ଅଧିକାରର ଅର୍ଥ ହେଲା ଆଇନ ଆଗରେ ସମସ୍ତେ ସମାନ, ସମ ପରିସ୍ଥିତିରେ ସମସ୍ତେ ସମାନ। ଏଥିରେ 5ଟି ଧାରା ସନ୍ନିବେଶିତ ହୋଇଅଛି। ଯଦି ଆମେ ଦେଖିବା ସମାନତା ଅଧିକାରକୁ ଅନୁଧ୍ୟାନ କରିବା ତାହେଲେ ଆମେ ଜାଣିପାରିବା। ଆଇନ ଆଗରେ ସମାନ ଧାରା 14ରେ ଇକ୍ୱାଲିଟି ବିଫୋର ଲ ଲେଖା ହେଇଛି। ତ ଏହି ଧାରା ଭାରତର ପ୍ରତ୍ୟେକ ନାଗରିକକୁ ପ୍ରତିଶ୍ରୁତି ଦିଏ ଯେ ଆଇନ ଆଗରେ ସମସ୍ତେ ସମାନ ବୋଲି ଆମେ କହିପାରିବା। ସମସ୍ତଙ୍କୁ ସମ ସୁରକ୍ଷା ଯୋଗାଇ ଦିଏ। ଆଇନର ପରିସର ମଧ୍ୟରେ କୌଣସି ଭେଦଭାବ ଦେଖାଯାଏ ନାହିଁ। ଆମେ ଯଦି କହିବା ଆଇନ ଆଗରେ ସମସ୍ତେ ସମାନ ଧାରା 14ରେ ଲେଖା ହେଇଛି। ସମସ୍ତ ଭାରତୀୟ ନାଗରିକମାନଙ୍କୁ ଆଇନର ଆଗରେ ସମସ୍ତେ ସମାନ ଆଉ ସମସ୍ତଙ୍କୁ ସମାନ ସୁଯୋଗ ଏବଂ ସୁବିଧା ଦିଆଯିବା ଦରକାର। ଏହା ବ୍ୟତିକ୍ରମ ଅନୁସାରେ ଆଇନ ସମସ୍ତଙ୍କ ପାଇଁ ସମ ଭାବେ ପ୍ରଯୁଜ୍ୟ ନୁହେଁ। ବାସ୍ତବରେ ଏହି ଅଧିକାର ପରିସର ମଧ୍ୟରେ ଆଇନ ସମାନ୍ତରାଳ ଅଟେ। ନିଃସହାୟ, ଶିଶୁ, ବୃଦ୍ଧ, ତହସିଲଭୁକ୍ତ ଜାତି ଏବଂ ଉପଜାତି ବ୍ୟକ୍ତିମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଥାଏ। ଯଦି ଆମେ କହିବା ଯଦି ନିଃସହାୟ, ଶିଶୁ, ବୃଦ୍ଧ, ତହସିଲଭୁକ୍ତ ଜାତି ଏବଂ କୌଣସି ଆଦିବାସୀ ବା ଉପଜାତି ବ୍ୟକ୍ତିମାନଙ୍କୁ ସାମାଜିକ ଅର୍ଥନୈତିକ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଥାଏ। ସେଥିପାଇଁ ସମାନତା ପ୍ରତିଭାରୁ ପ୍ରଭାବିତ ହୁଏ ନାହିଁ। ଏହି ଦୃଷ୍ଟିରୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସମତାର ଅର୍ଥ ପ୍ରକାଶ କରି କହିଛନ୍ତି ଯେ ଅଭେଦ ଭାବ ନୀତି ପାତର ଓ ଅନ୍ତର ବା ଭେଦଭାବ ନଥିଲେ ତାହାକୁ ସମତା ବା ସମାନତା କୁହାଯିବ ବୋଲି କୁହାଯାଇଅଛି। ତାପରେ ଆମେ ଦେଖିବା ଆର୍ଟିକଲ 15କୁ ଦେଖିବା। ପ୍ରୋହିବିସନ ଅଫ ଦ ଡିସ୍କ୍ରିମିନେସନ, ପକ୍ଷପାତିତା ନିଷେଧ କରିବା ଦ୍ୱାରା 15 ନମ୍ବର ଆର୍ଟିକଲରେ ଲେଖାଯାଇଅଛି। ସମ୍ବିଧାନର ଧାରା 15 ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଜନ୍ମସ୍ଥାନ ଭିତରେ କୌଣସି ପକ୍ଷପାତିତା କରାଯିବ ନାହିଁ। ଭାରତରେ ଯେଉଁ ଜାଗାରେ ମଧ୍ୟ ଜନ୍ମ ଗ୍ରହଣ କରାଯାଇଥିବା ଯେଉଁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ତାକୁ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ଏହିସବୁ ଆଧାରରେ ରାଷ୍ଟ୍ର କିମ୍ବା କୌଣସି ବ୍ୟକ୍ତି ବିଭେଦତା ସୃଷ୍ଟି କରିପାରିବେ ନାହିଁ। ରାଷ୍ଟ୍ର କିମ୍ବା କୌଣସି ପ୍ରକାର ବ୍ୟକ୍ତି ଏହି ପ୍ରକାର ବିଭେଦତା ସୃଷ୍ଟି କରିପାରିବେ ନାହିଁ। ସର୍ବସାଧାରଣ ସମ୍ପତ୍ତି ବା ଅନୁଷ୍ଠାନ ବ୍ୟବହାର ପାଇଁ
କାହାରିକୁ ନିଷେଧ କରାଯାଇ ପାରିବ ନାହିଁ। କୌଣସି ଅନୁଷ୍ଠାନ, ଧର୍ମ ଅନୁଷ୍ଠାନ ହେଲା, ଶିକ୍ଷା ଅନୁଷ୍ଠାନ ହେଲା, କୌଣସି ପ୍ରକାର ଅନୁଷ୍ଠାନ ହେଲା, କାହାକୁ କ'ଣ ନିଷେଧ କରାଯାଇ ପାରିବ ନାହିଁ। ଏହାଦ୍ୱାରା ଜଣେ ନାଗରିକ ସର୍ବସାଧାରଣ ନଳକୂପ, ପୋଖରୀ, ରାସ୍ତା ଏବଂ ଭୋଜନାଳୟ ଇତ୍ୟାଦି ବ୍ୟବହାର କରିପାରିବେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କୌଣସି ସବୁ ନଳକୂପରୁ ପାଣି ପିଇପାରିବେ, ରାସ୍ତାରେ ଚାଲିପାରିବେ, ପୋଖରୀ ଏବଂ ଭୋଜନାଳୟରେ ସମସ୍ତେ କ'ଣ ଗୋଟାଏ ସାଙ୍ଗରେ ବସିକିରି ମଧ୍ୟ ଖାଇପାରିବେ। ଏଥିରେ କାହାକୁ କୌଣସି ପ୍ରକାର ମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ହିସାବରେ କାହାକୁ ବାଛ ବିଚାର କରାଯାଇ ପାରିବ ନାହିଁ। ଏହି ଧାରାର ବ୍ୟତିକ୍ରମ ଅନୁସାରେ ଶିଶୁ ଏବଂ ଅନୁନ୍ନତ ଜାତିମାନଙ୍କର ପାଇଁ ଓ ସାମାଜିକ ବିକାଶ ପାଇଁ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଗଲେ ସମାନତା ପ୍ରତିବନ୍ଧକ ହେବ ନାହିଁ। ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କର ସୁରକ୍ଷା ଏବଂ ରାଷ୍ଟ୍ରର ଚିନ୍ତାଧାରା ସର୍ବଦା ଅନୁନ୍ନତ। ଯଦି ଆମେ ଦେଖାଯିବା କ'ଣ ଦୁର୍ବଳ ବା ଯେଉଁ ଅଛୁତ ଜାତିର ଲୋକମାନେ ଅଛନ୍ତି ତାଙ୍କ ପାଇଁ କୌଣସି ପ୍ରକାର କ'ଣ ଗୋଟାଏ ଭଲ ବ୍ୟବସ୍ଥା କରାଗଲେ ଏଇ ଯେଉଁ ସମାଜରେ ଯେଉଁ ଅସମାନତା ରହିଛି ତାହା ଆପେ ଆପେ କଟିଯାଇ ପାରିବ। ତାପରେ ଆମେ ଆଲୋଚନା କରିବା 17 ନମ୍ବର ଆର୍ଟିକଲ ଇକ୍ୱାଲ ଅପରଚ୍ୟୁନିଟି ଇନ୍ ଦ ପବ୍ଲିକ ଏମ୍ପ୍ଲୟମେଣ୍ଟ। ସରକାରୀ ନିଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗ ଆମେ ନିହାତି ଦେବାର ଦରକାର। ରାଷ୍ଟ୍ର ଅଧୀନସ୍ଥ କୌଣସି ପଦବୀ ପାଇଁ ସମଯୋଗ୍ୟ ଭିତ୍ତିକ ବ୍ୟକ୍ତି ସମାନ ସୁଯୋଗ ପାଇବେ। ଯଦି ଆମେ ସମସ୍ତେ ସମାନ ପଢ଼ିଥିବା ତାହେଲେ ରାଷ୍ଟ୍ରଙ୍କ ଦୃଷ୍ଟିରୁ ବା ସବୁ ଦୃଷ୍ଟିରୁ ସେ ସମସ୍ତେ ଆମେ ସମାନ ଭାବରେ ସେଇ ଚାକିରି ବା କୌଣସି ପଦବୀ ପାଇଁ ସୁଯୋଗ ପାଇପାରିବା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦଭାବ ନିଯୁକ୍ତି ସୁବିଧାକୁ ବିଚାର କରାଯାଏ ନାହିଁ। ଏଥିରେ କ'ଣ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କାହାକୁ ଦେଖାଯିବ ନାହିଁ। ସରକାରୀ ନିଯୁକ୍ତି କ୍ଷେତ୍ରରେ ଅନୁନ୍ନତ ତଥା ତହସିଲଭୁକ୍ତ ଜାତି ଏବଂ ଉପଜାତି ପ୍ରାର୍ଥୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଓ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସମ୍ବିଧାନର 335 ଧାରାରେ ବର୍ଣ୍ଣନା କରାଯାଇଛି। ଯଦି ଆମେ ଦେଖିବା ସରକାରୀ ନିଯୁକ୍ତି କ୍ଷେତ୍ରରେ ତହସିଲଭୁକ୍ତ ଜାତି ବା ଜନଜାତି ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ସୁବିଧା ସଂରକ୍ଷଣ ଚାକିରି ମଧ୍ୟରେ ରଖାଯାଇଛି ଧାରା 335ରେ। ରାଷ୍ଟ୍ରର ଚାକିରିରେ ସରକାର ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରିପାରିବେ। ପଦୋନ୍ନତି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇ ପାରିବ। ଯଦି ଆମେ ଦେଖିବା ଜନଜାତି ବା ତହସିଲଭୁକ୍ତ ଜାତି ଲୋକମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସରକାର ତାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିପାରିବେ। ତାପରେ ଦେଖିବା ଅସ୍ପୃଶ୍ୟତା ନିବାରଣ ଆର୍ଟିକଲ 7 ଧାରା 17ରେ ଲେଖା ହେଇଛି ଏଭଲ୍ୟୁସନ ଅଫ ଅନଟଚେବିଲିଟି ଆର୍ଟିକଲ 17। ଏହି ଧାରା ଅନୁସାରେ ସାମାଜିକ ଅସ୍ପୃଶ୍ୟତାକୁ ନିବାରଣ କରାଯାଇଛି। ସମାଜରେ ଯେଉଁ ଅସ୍ପୃଶ୍ୟତା ଅଛି, କେହି କାହାକୁ କ'ଣ ଜାତି ନାଁରେ ଡାକିପାରିବେ ନାହିଁ କିମ୍ବା ମୋତେ ନ ଛୁଁ, ମୋତେ ନ ଧର ଏସବୁ ଜିନିଷ କରିପାରିବେ ନାହିଁ। ଜାତିଆଣ ଭେଦଭାବକୁ ପ୍ରୟାସ ଦିଆଯାଇ ନାହିଁ। ଯଦି କେହି ବି ଜଣେ ପ୍ରାକ୍ଟିସ୍ କରୁଛି ତା ଏଗେନ୍ଷ୍ଟରେ ଆମେ କୌଣସି ପ୍ରକାର କ'ଣ କରିପାରିବା। ଏହା ନିବାରଣ ପାଇଁ କେନ୍ଦ୍ର ସରକାରଙ୍କର ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଅଛି। ଯଦି ଯିଏ ପ୍ରାକ୍ଟିସ୍ କରୁଛି ଅସ୍ପୃଶ୍ୟତାକୁ, ଅନଟଚେବିଲିଟିକୁ, ତା ପାଇଁ କେନ୍ଦ୍ର ସରକାରଙ୍କ ଦଣ୍ଡବିଧାନ ମଧ୍ୟ ରହିଅଛି। 1955 ମସିହା ଅସ୍ପୃଶ୍ୟତା ଆଇନ, 1976 ମସିହା ଏହାର ନାମକୁ ମୌଳିକ ଅଧିକାର ସୁରକ୍ଷା ଆଇନ 1950ରେ ପରିବର୍ତ୍ତିତ ହୋଇ କାର୍ଯ୍ୟ କରୁଅଛି। ସେହି ଆଇନର ସଂରକ୍ଷଣ ବଳରେ କୌଣସି ବ୍ୟକ୍ତିକୁ ସରକାରୀ ଅନୁଷ୍ଠାନ ପ୍ରବେଶ ପାଇଁ ନିଷେଧ କରାଯିବ ନାହିଁ। ଯଦି ଜଣେ ଯେଉଁ ବି ଜାତି, ଧର୍ମ, ବର୍ଣ୍ଣ ହେଇଥାଉ ତାକୁ କ'ଣ ସରକାରୀ ଅନୁଷ୍ଠାନକୁ ପ୍ରବେଶ କରିବା ପାଇଁ ନିଷେଧ କରିପାରିବା ନାହିଁ। 2 ନମ୍ବର ପଏଣ୍ଟ କ'ଣ କହୁଛି, ସାଧାରଣ ସ୍ଥାନରେ ଅନୁଷ୍ଠିତ ପୂଜା ପର୍ବଣରେ କାହାରିକୁ ତାହାର ଭକ୍ତିପୂତ ନୈବେଦ୍ୟକୁ ମନା କରାଯାଇ ପାରିବ ନାହିଁ। କୌଣସି ମନ୍ଦିର, ମସଜିଦ ବା କୌଣସି ପୂଜା ଅର୍ଚ୍ଚନା ବା କୌଣସି ଯାତ୍ରା ଏଇ ସବୁ ଜିନିଷକୁ ଯେକୌଣସି ବ୍ୟକ୍ତି ବା ମାନେ ଜାତି, ଧର୍ମ, ବର୍ଣ୍ଣ ତାକୁ ଦେଖାଯିବ ନାହିଁ। ସେ ଯାଇକି ସେ ଜାଗାରେ କ'ଣ ପୂଜା ଅର୍ଚ୍ଚନା ଏବଂ ପ୍ରାର୍ଥନା ମଧ୍ୟ ନୈବେଦ୍ୟ କରିପାରିବ। ଏବେ ଆମେ ଦେଖିବା 3 ନମ୍ବର ପଏଣ୍ଟ କ'ଣ କହୁଛି। 3 ନମ୍ବର ପଏଣ୍ଟ ସର୍ବସାଧାରଣ ଭୋଜନାଳୟ, ଦୋକାନ, ବଜାର କିମ୍ବା ଆମୋଦ ପ୍ରମୋଦ କ୍ଷେତ୍ରକୁ କାହାରିକୁ ପ୍ରବେଶ ନିଷେଧ କରାଯାଇ ପାରିବ ନାହିଁ। କାହାରିକୁ ବି ମଧ୍ୟ ପ୍ରବେଶ ନିଷେଧ କରାଯାଇ ପାରିବ ନାହିଁ। ଯଦି କୌଣସି ସର୍ବସାଧାରଣ ଭୋଜନାଳୟ, କୌଣସି ହୋଟେଲ, ଦୋକାନ, ବଜାର କିମ୍ବା ଆମୋଦ ପ୍ରମୋଦ କ୍ଷେତ୍ରକୁ କାହାରିକୁ ପ୍ରବେଶ ନିଷେଧ କରାଯାଇ ପାରିବ। ସମସ୍ତ ପ୍ରକାର ବ୍ୟକ୍ତି ସେଇ ଜାଗାକୁ କ'ଣ
ଯାଇପାରିବେ। ଯାତ୍ରା ହଉ, ବଜାର ହଉ, ଦୋକାନ ହଉ, ଭୋଜନାଳୟ ସବୁ ଜାଗାକୁ ସେ ଯାଇପାରିବେ। ଉପରୋକ୍ତ ବ୍ୟବସ୍ଥାକୁ ଯଦି କୌଣସି ବ୍ୟକ୍ତି ଉଲ୍ଲଂଘନ କରେ ତାହେଲେ ତାକୁ ସର୍ବନିମ୍ନ 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଦିଆଯାଇପାରିବ। ଯଦି କୌଣସି ବ୍ୟକ୍ତି ନ ମାନିକି ସେଇ ସବୁ ଜିନିଷ ପ୍ରାକ୍ଟିସ୍ କରୁଅଛି ତ ତାକୁ କେତେ ବର୍ଷ ପର୍ଯ୍ୟନ୍ତ? 2 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସେ ଭୋଗିପାରିବ। ଭେଦଭାବର ଦୂରୀକରଣ ପାଇଁ ଉପାଧି ପ୍ରଦାନକୁ ଉଚ୍ଛେଦ କରାଯାଇଅଛି। ମାତ୍ର ବିଦ୍ୟାଗତ ଏବଂ ସାମରିକ ଉପାଧି ପ୍ରଦାନ କରାଯାଇପାରିବ। ରାଷ୍ଟ୍ରପତିଙ୍କର ପରାମର୍ଶ ବିନା କୌଣସି ବ୍ୟକ୍ତି ବିଦେଶ ସରକାର ବା ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଉପାଧି ଗ୍ରହଣ କରିପାରିବେ ନାହିଁ। ଯଦି ରାଷ୍ଟ୍ରପତିଙ୍କର ବିନା କୌଣସି ବ୍ୟକ୍ତି ଉପାଧି ଗ୍ରହଣ କରିପାରିବେ ନାହିଁ କିମ୍ବା ନିଜର ନାଁ ଆଗରେ କୌଣସି ପ୍ରକାର ଟାଇଟିଲ୍ ମଧ୍ୟ ରାଜା ହେଲା, କୋଉ ପ୍ରକାର ରାଜା ହେଲା, ମହାରାଜା ହେଲା ବା ଏସବୁ ଉପାଧି କୌଣସି ପ୍ରକାର ବ୍ୟକ୍ତି ନିଜ ନାଁ ଆଗରେ ଲଗେଇ ପାରିବ ନାହିଁ। ଯଦି କିନ୍ତୁ କୌଣସି ପ୍ରକାର ଟାଇଟିଲ୍ ମଧ୍ୟ ସେ ଆୱାର୍ଡ ମଧ୍ୟ ନେଇପାରିବେ ନାହିଁ ରାଷ୍ଟ୍ରପତିଙ୍କର ବିନା ଅନୁମତିରେ। କୌଣସି ବିଦେଶରୁ ମଧ୍ୟ ସେହି ପ୍ରକାର ଉପାଧି ଗ୍ରହଣ କରିପାରିବେ ନାହିଁ। 1980 ମସିହା ଠାରୁ ଭାରତ ସରକାର ଧାରାବାହିକ ଭାରତ ରତ୍ନ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପ୍ରଭୃତି ସମ୍ମାନ ସୂଚକ ପଦବୀକୁ ସମ୍ମାନ କରୁଛନ୍ତି। ପୂର୍ବରୁ ଏହା ବ୍ୟତିକ୍ରମ ଘଟିଛି। ଏହାକୁ ଉପାଧି କୁହା ନ ଯାଇ ସମ୍ମାନର ସୂଚକ ଭୂଷଣ କୁହାଯାଉଅଛି। ଏହାକୁ ମଧ୍ୟ ସରକାର ଉଠାଇ ଦେଇଛନ୍ତି ଏବଂ ଏହାକୁ ମଧ୍ୟ ସମ୍ମାନର ସୂଚକ ବୋଲି କୁହାଯାଇଛି। ତେଣୁ ଆମେ କାହାକୁ ପଦ୍ମଶ୍ରୀ କହିଥାଉ, କାହାକୁ ପଦ୍ମବିଭୂଷଣ ମଧ୍ୟ କହିଥାଉ। ତ ଏହିସବୁ ସମ୍ମାନର ସୂଚକ ବୋଲି ଆମେ ଧରି ନେଇଥାଉ। ଏବେ ଆମେ ଆଲୋଚନା କରିବା ପୁଣି ରାଇଟ୍ ଟୁ ଫ୍ରିଡମ୍, ସ୍ୱାଧୀନତା ଅଧିକାର 19 ରୁ 22 ଧାରା ମଧ୍ୟରେ ଅଛି। ତାକୁ ଆମେ ଏବେ ଆଲୋଚନା କରିବା। ଏହି ସ୍ୱାଧୀନତା ନାଗରିକର ମୌଳିକ ଚିନ୍ତାଧାରାକୁ ବିକଶିତ କରିବା ପାଇଁ ଅନେକ ସମୟରେ ସହାୟତା ହୋଇଥାଏ। ଏହି ସ୍ୱାଧୀନତାକୁ 6 ଭାଗରେ ବିଭକ୍ତ କରାଯାଇଛି। ଯେଉଁଠି ସିଭିଲ ଲିବର୍ଟି ଯେଉଁଟା ଆର୍ଟିକଲ 19 ଦେଇଛି ବ୍ୟକ୍ତିର ସ୍ୱାଧୀନତା ବା ସ୍ୱତନ୍ତ୍ରତା ବୋଲି ଦିଆଯାଇଅଛି ତାକୁ, ତ ସେଇଟା 6 ପ୍ରକାରର ବିଭକ୍ତ କରାଯାଇଛି ସେ ଚିନ୍ତାଧାରାକୁ। ପ୍ରଥମେ ଦେଖିବା ବ୍ୟକ୍ତିତ୍ୱ ଓ ଅଭିବ୍ୟକ୍ତିର ସ୍ୱାଧୀନତା। କୌଣସି ବ୍ୟକ୍ତି ନିର୍ଭୟ ଏବଂ ସଠିକ ମାତ୍ରାରେ ଅଭିବ୍ୟକ୍ତି ବା ତାର ଏକ୍ସପ୍ରେସ କରିପାରିବ, ତ ସେ ଭାଷଣ ମଧ୍ୟ ଦେଇପାରିବ। ଅସ୍ତ୍ରବିହୀନ ଶାନ୍ତିପୂର୍ଣ୍ଣ ଭାବରେ ସମବେତ ହେବାର ସ୍ୱାଧୀନତା ଅଧିକାର। ଆମେ କୌଣସି ପ୍ରକାର ଅର୍ଗାନାଇଜେସନ ବା ସଂଗଠନ ବା ସଂଘ ଆମେ ଅନୁଷ୍ଠିତ କରିପାରିବା ବା କୋଉ ଜାଗାକୁ ମଧ୍ୟ ଯାଇପାରିବା। ତାହା ଅସ୍ତ୍ର ବିହୀନ, କୌଣସି ପ୍ରକାର ଅସ୍ତ୍ର ନେଇ ନ ଯିବା, ଶାନ୍ତିପୂର୍ଣ୍ଣ ଭାବରେ ସମବେତ ବା ସ୍ୱାଧୀନତା ରହିପାରିବା। ଆମକୁ 3 ନମ୍ବର ପଏଣ୍ଟ ସଂଘ ଗଠନ କରିବାର ସ୍ୱାଧୀନତା ଦିଆଯାଇଅଛି। ଯଦି ଆମେ କୌଣସି ପ୍ରକାର ମଧ୍ୟ ସଂଘ ବା ଶିକ୍ଷା ଅନୁଷ୍ଠାନ, କୌଣସି ରିଲିଜିୟସ୍ ଅନୁଷ୍ଠାନ ସବୁ ଆମେ ତିଆରି କରିପାରିବା। 4 ନମ୍ବର ପଏଣ୍ଟ ଭାରତର ସୀମାରେଖା ମଧ୍ୟରେ ଭ୍ରମଣ କରିବାର ସ୍ୱାଧୀନତା। ଯଦି ଆମେ ଭାରତ ଭିତରେ ଭ୍ରମଣ କରୁଛୁ ଆମ ପାଇଁ ସେଇଥିପାଇଁ ସ୍ୱାଧୀନତା ଦିଆଯାଇଅଛି। କେହି ତାକୁ କ୍ଷୁଣ୍ଣ କରିପାରିବେ ନାହିଁ ମଧ୍ୟ କି କେହି ରଖିପାରିବେ ନାହିଁ। ତାପରେ ଆମେ ଦେଖିବା ଭାରତ 5 ନମ୍ବର ଭାରତର କୌଣସି 5 ନମ୍ବର ଦେଖ ଭାରତର କୌଣସି ଅଂଶରେ ବସବାସ କରିବାର ସ୍ୱାଧୀନତା। ଭାରତରେ କୌଣସି ଜାଗାରେ ମଧ୍ୟ ଆମେ ବସବାସ କରିପାରିବା, ତାର ମଧ୍ୟ ସ୍ୱାଧୀନତା ଦିଆଯାଇଅଛି ସମ୍ବିଧାନରେ। ତାପରେ 6 ନମ୍ବର ପଏଣ୍ଟ ଆମେ ଦେଖିବା ବୃତ୍ତିଗତ ବା ଜୀବିକା ଅର୍ଜନ ପାଇଁ ବ୍ୟବସାୟ କରିବାର ସ୍ୱାଧୀନତା ଅଧିକାର। ଯଦି ବୃତ୍ତିଗତ ବା ବ୍ୟବସାୟ ହିସାବରେ ଆମେ ମଧ୍ୟ ସ୍ୱାଧୀନତା ପାଇଅଛୁ, ସେଟା ଆମେ କରିପାରିବା। ଭାରତବର୍ଷରେ କୌଣସି ଜାଗାରେ ମଧ୍ୟ ଆମେ ବ୍ୟବସାୟ ନିର୍ଭୟରେ ସ୍ୱାଧୀନତା ଭାବରେ ଆମେ ବ୍ୟବସାୟ କରିପାରିବା, ଯେହେତୁ ଆମେ ଜଣେ ଭାରତୀୟ ବାସୀ। ଉପରୋକ୍ତ ସ୍ୱାଧୀନତା ଉପରେ ଆବଶ୍ୟକ କଟକଣା ଜାରି କରିବା ସ୍ୱାଧୀନତା ସରକାରଙ୍କ ରହିଅଛି। ଭାରତର ସାର୍ବଭୌମ ଅଖଣ୍ଡତା ପ୍ରତିରକ୍ଷା ଏବଂ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଏବଂ ନ୍ୟାୟାଳୟର ଅବମାନନା, ନୈତିକତା ଇତ୍ୟାଦି ପରିବର୍ତ୍ତନ ପାଇଁ ରାଷ୍ଟ୍ର ଆଇନ ପ୍ରଣୟନ ସ୍ୱାଧୀନତାକୁ ସଂକୁଚିତ କରିପାରେ। ଯଦି ରାଷ୍ଟ୍ର ଚାହିଁବ ଏସବୁ ଆଇନକୁ କିଛି ସମୟ ପାଇଁ ସଂକୁଚିତ ମଧ୍ୟ କରିପାରିବ। ଜାତୀୟ ଜରୁରୀକାଳୀନ ପରିସ୍ଥିତି ନାଗରିକ ଏହି ଧାରାର ପରିସରଭୁକ୍ତ ସ୍ୱାଧୀନତାକୁ ରାଷ୍ଟ୍ର ସୀମିତ କରିଦେଇଥାଏ। ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଆସିଥାଏ ତାହେଲେ ସମସ୍ତ ନାଗରିକ ମାନଙ୍କ ପାଇଁ ଏହି ସବୁ ଅଧିକାରକୁ ସେ ସୀମିତ କରିଦେଇଥାଏ। ସେଥିପାଇଁ ସମ୍ବିଧାନ ପ୍ରଣୟନ ସଭାରେ କେ.ଟି. ଶାହା କହିଛନ୍ତି ଯେ ସମ୍ବିଧାନ ଗୋଟାଏ ହସ୍ତରେ ଯେଉଁ ଅଧିକାର ପ୍ରଦାନ କରିଛି ଅନ୍ୟପକ୍ଷେ ସହସ୍ର ହସ୍ତରେ ତାକୁ ଛଡ଼ାଇ ନେଉଛି ବୋଲି କହିଛନ୍ତି।
ଯଦି ଆମେ ଦେଖିବା ଯଦି ଆମ ପାଇଁ ସବୁ ପ୍ରକାର ଅଧିକାର ଦିଆହେଉଛି ତାହେଲେ ଯେତେବେଳେ କ'ଣ ଏମାର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଆସୁଛି ସ୍ୱାଧୀନତା ଦିଆଯାଇ ପାରିବ ନାହିଁ ନାଗରିକମାନଙ୍କୁ। ନିଜ ସ୍ୱାର୍ଥ ବିରୋଧୀ କୌଣସି ସଂଗଠନକୁ ରାଷ୍ଟ୍ର ବେଆଇନ ନିରୋଧ 1967 ଅନୁସାରେ ରଦ୍ଦ କରିପାରିବ। 1967 ଅନୁସାରେ ରଦ୍ଦ କରିପାରିବ। ରାଷ୍ଟ୍ର ଯଦି କୌଣସି ଆଇନକୁ ରାଷ୍ଟ୍ର ଦ୍ୱାରା ଯଦି କୌଣସି ସଂଗଠନ ଯଦି ରାଷ୍ଟ୍ର ବିରୋଧରେ କାର୍ଯ୍ୟ କରି ବେଆଇନ ଭାବରେ କାର୍ଯ୍ୟ କରୁଛି ତାକୁ ରାଷ୍ଟ୍ର କ'ଣ ବନ୍ଦ କରିଦେଇ ମଧ୍ୟ ପାରିବ। ଏବେ ଦେଖିବା ଶାସନର ଆଇନର ଶାସନ ଧାରା 20 ରୁଲ୍ ଅଫ୍ ଲ 20 ଧାରା ଆର୍ଟିକିଲ 20 ରେ ଲେଖା ହେଇଅଛି। ଆଇନର ଶାସନ ଏବେ ଦେଖିବା ଆଇନର ଶାସନ ଧାରାଟି ବ୍ରିଟିଶ ସରକାରଙ୍କର ଅଧୀନରୁ ଅନିତ। ଏହା ଦ୍ୱାରା କୌଣସି ବ୍ୟକ୍ତିକୁ ବିନା ଆଇନରେ ଦଣ୍ଡ ଦିଆଯାଇ ପାରିବ ନାହିଁ। କୌଣସି ବ୍ୟକ୍ତିକୁ କ'ଣ ଆମେ କୌଣସି ପ୍ରକାର ବିନା ମାନେ ଦୋଷରେ ତାକୁ ଦଣ୍ଡିତ କରାଯାଇ ପାରିବ ନାହିଁ। ଦୋଷୀକୁ ଦେଖି ହଠାତ୍ ଆଇନ ତିଆରି କରାଯାଇ ପାରିବ ନାହିଁ। ଦୋଷୀକୁ ଦେଖିଲା ମାତ୍ରେ ହଠାତ୍ କ'ଣ ଆମେ ତା ପାଇଁ ଆଇନ ତିଆରି କରିପାରିବା ନାହିଁ କିମ୍ବା ଗୋଟାଏ ଦୋଷୀକୁ 2 ଥର ଦଣ୍ଡ ଦିଆଯାଇ ପାରିବ ନାହିଁ। ଗୋଟାଏ ଦୋଷୀକୁ 2 ଥର ମଧ୍ୟ ଦଣ୍ଡ ଦିଆଯାଇ ପାରିବ ନାହିଁ। ଅନ୍ୟ ପକ୍ଷ ନିଜ ବିରୁଦ୍ଧରେ ସାକ୍ଷୀ ହେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ତୁ ଭୁଲ କରିଛୁ ବୋଲି ତୋତେ ବାରମ୍ବାର ପ୍ରେସର ମଧ୍ୟ ବା ତୋର ସାକ୍ଷୀ ତୁ ହବ ବୋଲିକିରି କୁହାଯାଇ ପାରିବ ନାହିଁ। ତାହା ଧାରା 20 ରେ ଲେଖା ହେଇଛି। 44ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଅନୁସାରେ ଧାରା 359 ଅନୁଯାୟୀ ଜରୁରୀ ପରିସ୍ଥିତିକୁ ଏହାକୁ ବାତିଲ କରିପାରିବେ ନାହିଁ। ଜରୁରୀ ପରିସ୍ଥିତିରେ ମଧ୍ୟ ଏହା ବାତିଲ କରାଯାଇ ପାରିବ ନାହିଁ। ତାପରେ ଏବେ ଦେଖିବା ଧାରା 21 ରେ କ'ଣ ଲେଖା ହେଇଛି? ଜୀବନ ଧାରଣା ସ୍ୱାଧୀନତା ଅଧିକାର ରାଇଟ୍ ଟୁ ଲାଇଫ ବୋଲି ଆମେ କହିପାରିବା। ଏହି ସ୍ୱାଧୀନତା ଉଭୟ ନାଗରିକ ଏବଂ ଅଣନାଗରିକ ମାନେ ମଧ୍ୟ ଉପଭୋଗ କରୁଛନ୍ତି। କୌଣସି ବ୍ୟକ୍ତିକୁ ତାର ଜୀବନ ଧାରଣ ସ୍ୱାଧୀନତାରୁ ବଞ୍ଚିତ କରାଯାଇ ପାରିବ ନାହିଁ। ବ୍ୟକ୍ତିର ଦୋଷ ପାଇଁ ଆଇନ ଅନୁମୋଦନ ଦଣ୍ଡ ଦିଆଯାଇପାରିବ। ମାତ୍ର ଜରୁରୀକାଳୀନ ସମୟରେ ସମ୍ବିଧାନର 59ତମ ସଂଶୋଧନ ଅନୁଯାୟୀ ରାଷ୍ଟ୍ରପତି ଏହାକୁ ସଂକୁଚିତ କରିଛନ୍ତି। ଯଦି ଜଣେ ବ୍ୟକ୍ତି ସ୍ୱାଧୀନତା ହିସାବରେ ବଞ୍ଚିବ ତାକୁ କେହି ସ୍ୱାଧୀନତାରୁ ବଞ୍ଚିତ କରିପାରିବେ ନାହିଁ। ମାତ୍ର କ'ଣ ଜରୁରୀକାଳୀନ ପରିସ୍ଥିତିରେ ସମ୍ବିଧାନର 59ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ରାଷ୍ଟ୍ରପତି ଏହାକୁ ସଂକୁଚିତ କରିଛନ୍ତି। ରାଷ୍ଟ୍ରପତି ଚାହିଁଲେ ସେହି ଧାରାକୁ କ'ଣ ସଂକୁଚିତ କରିପାରିବେ ଜରୁରୀକାଳୀନ ପରିସ୍ଥିତିରେ। ରାଇଟ୍ ଟୁ ଏଜୁକେସନ 21 ରେ ଅଛି। ଧାରା 21 ର କ ଆମେ ଦେଖିବା 2002 ମସିହା ସମ୍ବିଧାନ 86ତମ ସଂଶୋଧନ ବ୍ୟବସ୍ଥା ଅନୁଯାୟୀ ଧାରା 21 ର କ ଶିକ୍ଷାଗତ ଅଧିକାର ଦିଆଯାଇଅଛି। ଆମକୁ କ'ଣ ଶିକ୍ଷାଗତ ଅଧିକାର ଦିଆଯାଇଛି 21 ର କ। ଏହା ଦ୍ୱାରା 6 ରୁ 14 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ନିମିତ୍ତ ଶିକ୍ଷା ଲାଭକୁ ଏକ ମୌଳିକ ଅଧିକାର ରୂପେ ସ୍ୱୀକୃତି ପ୍ରଦାନ କରାଯାଇଅଛି। ଏକ ମୌଳିକ ଅଧିକାର ରୂପେ ସ୍ୱୀକୃତି ପ୍ରଦାନ ମଧ୍ୟ କରାଯାଇଛି। ଏହି ବୟସ ସୀମା ମଧ୍ୟରେ ଶିଶୁମାନଙ୍କୁ ଶିକ୍ଷା ମାଗଣା ଏବଂ ବାଧ୍ୟତା ହେବାର ସହ ଅଭିଭାବକମାନଙ୍କ ଦାୟିତ୍ୱବୋଧକକୁ ଗୁରୁତ୍ୱ ପ୍ରଦାନ ମଧ୍ୟ ଦିଆଯାଇଛି। ତାଙ୍କର କ'ଣ ଯଦି ଶିଶୁଟି ଜନ୍ମ ହେଲା ମାତ୍ରେ 6 ରୁ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ଅଭିଭାବକ ମାନେ ତାଙ୍କୁ ସ୍କୁଲକୁ ବା ଶିକ୍ଷା ଲାଭ କରିବାକୁ ନିହାତି ଭାବରେ ପଠାଇବେ। ତାହା ସରକାର ପ୍ରତିବନ୍ଧକ ମଧ୍ୟ ତାଙ୍କ ପାଇଁ କ'ଣ ଆଇନ ତିଆରି କରିଛନ୍ତି। ଏବେ ଦେଖିବା ଧାରା 22 କୁ ବେଆଇନ ଅଟକରୁ ସୁରକ୍ଷା ପ୍ରୋଟେଷ୍ଟ ଏଗେନ୍ଷ୍ଟ ଦ ଆର୍ବିଟ୍ରାରୀ ଆରେଷ୍ଟ ଏଣ୍ଡ ଡିଟେନସନ ବେଆଇନ ଅଟକରୁ ଅଧିକାର ଦେଖିବା। ଏହି ସ୍ୱାଧୀନତା ଅନୁସାରେ କୌଣସି ବ୍ୟକ୍ତିକୁ ବିନା କାରଣରେ ଅଟକ ବନ୍ଦୀ ରଖାଯାଇ ପାରିବ ନାହିଁ। ଯଦି କୌଣସି ବ୍ୟକ୍ତି ଗୋଟେ ସ୍ୱାଧୀନତା ଅଛି ଅନୁସାରେ କୌଣସି ବ୍ୟକ୍ତିକୁ ଅଟକ ରଖାଯାଇ ପାରିବ ନାହିଁ। କୌଣସି ବ୍ୟକ୍ତିକୁ ତାର ସୁରକ୍ଷା ପାଇଁ ଓ ଓକିଲ ଦେବା ପାଇଁ ମନା କରାଯାଇ ପାରିବ ନାହିଁ। ତାକୁ କ'ଣ ତାର ଓକିଲକୁ ସେ ହାୟର କରିପାରିବ, ତାକୁ ସେଇ ଜିନିଷ କ'ଣ ପ୍ରଦାନ କରାଯିବ। ବ୍ୟକ୍ତି ଅଟକ ହେବାର 24 ଘଣ୍ଟା ମଧ୍ୟରେ ତାକୁ ନିକଟତମ ନ୍ୟାୟାଳୟ ବିଚାରପତିଙ୍କ ଆଗରେ ହାଜର କରାଯିବ। ଯଦି ତାଙ୍କୁ ଅଟକ ରଖାଯାଇଛି ବା ତାଙ୍କର ପ୍ରତି କରାଯାଇଛି 24 ଘଣ୍ଟାରେ ତାଙ୍କର କ'ଣ ନ୍ୟାୟାଳୟ ବା ବିଚାରପତି ଆଗରେ ସେ ଛିଡ଼ା ହେବା ନିହାତି ଦରକାର। ବିଚାରପତିଙ୍କର ଅନୁମୋଦିତ ସମୟଠାରୁ ଅଧିକ ସମୟ ଅଟକାଏ ଯାଇପାରିବ ନାହିଁ। ତାଙ୍କୁ ଅଧିକ ସମୟ କ'ଣ ଅଟକା ଯାଇ ପାରିବ ନାହିଁ। କୌଣସି ବ୍ୟକ୍ତି ନିବୃତ୍ତିମୂଳକ ଅଟକ ଆଇନ ପରିସର ହୋଇଥିବା ତାହେଲେ
ସେହି ବ୍ୟକ୍ତି ବା ସମୂହଙ୍କ ପାଇଁ ଉପରୋକ୍ତ ବ୍ୟବସ୍ଥା ଦେଖାଯିବ। ଭାରତ ନିରାପତ୍ତା ଏବଂ ଏହି ଆଇନ ପ୍ରଣୟନ ହୋଇଥାଏ। ନିବୃତ୍ତିମୂଳକ ଅଟକ ଆଇନ ବଳରେ ଗିରଫ ବ୍ୟକ୍ତିଙ୍କୁ ସର୍ବାଧିକ 3 ମାସ ପର୍ଯ୍ୟନ୍ତ ଅଟକ ରଖାଯାଇପାରିବ। ମାତ୍ର ବିଚାରପତିଙ୍କୁ ନେଇ ଗଠିତ ପରାମର୍ଶ କମିଟି ଅନୁଯାୟୀ ଏହାର ସମୟସୀମା ବୃଦ୍ଧି କରାଯାଇପାରିବ। ନିକଟରେ ବ୍ୟବହୃତ ହୋଇଥିବା ଆତଙ୍କବାଦୀ ନିବାରଣ ଆଇନ OPTA ଅଳ୍ପ ଦିନ ତଳେ ଅଧ୍ୟାଦେଶ ମାଧ୍ୟମରେ ଉଚ୍ଛେଦ କରାଯାଇଅଛି। ଯଦି ଜଣେ ବ୍ୟକ୍ତି ଆରେଷ୍ଟ ହେଇଗଲା, ତାଙ୍କୁ କେତେ ମାସ ପର୍ଯ୍ୟନ୍ତ ସେ ରହିପାରିବେ, ତାଙ୍କୁ କେହି ବେଲ୍ ମଧ୍ୟ କରିପାରିବେ ନାହିଁ। 3 ମାସ ପର୍ଯ୍ୟନ୍ତ ତାଙ୍କୁ ସେହି ଜାଗାରେ ଅଟକ ମଧ୍ୟ ରହିପାରିବେ ଏବଂ ତାଙ୍କୁ କେହି ବେଲ୍ ମଧ୍ୟ କରିପାରିବେ ନାହିଁ। ତାପରେ ଏବେ ଦେଖିବା ଆମେ ରାଇଟ୍ ଏଗେନ୍ଷ୍ଟ ଏକ୍ସପ୍ଲୋଇଟେସନ, ଶୋଷଣ ବିରୋଧୀ ଅଧିକାର ଧାରା 23 ରୁ 24 ପର୍ଯ୍ୟନ୍ତ ଅଛି। ତାହେଲେ ଏବେ ଆମେ ଦେଖିବା କୌଣସି ନାଗରିକଙ୍କୁ କେହି ଶୋଷଣ ନ କରିବା ପାଇଁ ଏହି ସ୍ୱାଧୀନତା ପ୍ରଦାନ କରାଯାଇଛି। ଏହି ଶୋଷଣ ବିରୋଧୀ ଅଧିକାର କ'ଣ? ଏହି ସ୍ୱାଧୀନତାଟା ପ୍ରଦାନ କରାଯାଇଛି ସମସ୍ତ ନାଗରିକମାନଙ୍କୁ। ମଣିଷ କିଣାବିକା ଠାରୁ ଆରମ୍ଭ କରି କିଣାବିକା ଓ ବେଠି ନିଷେଧ। ଯଦି ଆମେ ଦେଖିବା ମଣିଷ କିଣାବିକା ଓ ବେଠି ନିଷେଧ ବୋଲି କୁହାଯାଇଛି। ଏହି ଧାରା ଅନୁସାରେ ଧାରା 23 ରେ ଏଇଟା ଲେଖା ହେଇଛି। ଏହି ଧାରା ଅନୁସାରେ ମଣିଷ କିଣାବିକା, ବେଠି ଓ ବେଗାରୀରୁ ନିଷେଧ କରାଯାଇଅଛି। କେହି କାହାରିକୁ ମାଗଣାରେ ଖଟାଇ ପାରିବେ ନାହିଁ। କୌଣସି କାରଣରୁ ଶିଶୁ ବିକ୍ରୟ ନିଷିଦ୍ଧ କରାଯାଇଅଛି। ମାତ୍ର ରାଷ୍ଟ୍ରର ସୁରକ୍ଷା ଓ ମର୍ଯ୍ୟାଦା ପାଇଁ ଆବଶ୍ୟକ ପଡ଼ିଲେ ରାଷ୍ଟ୍ର ଶ୍ରମ ଦଳି ପଠାଇ ଦେଇପାରିବ। ଯଦି କୌଣସି ଆମେ ବ୍ୟକ୍ତିଙ୍କୁ କ'ଣ କିଣାବିକା କରିପାରିବା ନାହିଁ, କୌଣସି ବ୍ୟକ୍ତିଙ୍କ ସହିତ କିଣାବିକା କରିପାରିବା ନାହିଁ, କେହି କାହାକୁ ମାଗଣାରେ ମଧ୍ୟ ଖଟେଇ ପାରିବେ ନାହିଁ। ଯଦି ଖଟେଇବେ ତାର ଉପଯୁକ୍ତ ପରିଶ୍ରମ ଦେବାକୁ ଆମକୁ ପଡ଼ିବ, ନିହାତି ସେଇଟା ବାଧ୍ୟ ଦେବାକୁ ପଡ଼ିବ। ତାପରେ 24 ନମ୍ବର ଆର୍ଟିକିଲରେ କ'ଣ ଲେଖା ହେଇଛି? ପ୍ରୋହିବିସନ ଅଫ ଦ ଚିଲଡ୍ରେନ ଏମ୍ପ୍ଲୟମେଣ୍ଟ। ଆର୍ଟିକିଲ 24 କହୁଛି ଏହି ଧାରା ଅନୁସାରେ 14 ରୁ କମ୍ ବର୍ଷ ଶିଶୁମାନଙ୍କୁ ଖଣି, କାରଖାନା ଓ ଅନ୍ୟାନ୍ୟ କୌଣସି ବିପଦଜନକ କଠିନ ପରିଶ୍ରମ ନିଯୁକ୍ତି ପାଇଁ ନିଷେଧ କରାଯାଇଅଛି। ଯଦି କୌଣସି ଶିଶୁ ମାନଙ୍କୁ 14 ବର୍ଷରୁ କମ୍ ହେଉଥିବ ତାହେଲେ କୌଣସି କଠିନ କାମ, କଳ କାରଖାନା ବା କୌଣସି ବିପଦଜନକ କାର୍ଯ୍ୟରେ ଆମେ ତାକୁ ଲଗେଇ ପାରିବା ନାହିଁ ବା କାର୍ଯ୍ୟ କରିପାରିବା ନାହିଁ। ଯଦି କରିବା ଆଇନ ଅନୁଯାୟୀ ଦଣ୍ଡ ପାଇବା। ତାହେଲେ ରାଇଟ୍ ଟୁ ଫ୍ରିଡମ ଅଫ ରିଲିଜିଅନ ଆମେ ଦେଖିବା ଧର୍ମଗତ ସ୍ୱାଧୀନତା ଅଧିକାର ଧାରା 25 ରୁ 28 ମଧ୍ୟରେ ଲେଖା ହେଇଛି। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଧର୍ମ କ୍ଷେତ୍ରରେ ଏହି ରାଷ୍ଟ୍ର ସବୁ ଧର୍ମ ପ୍ରତି ସମାନ ଭାବପନ୍ନ ମନୋଭାବ ପୋଷଣ କରେ। ସହିଷ୍ଣୁତା ହିଁ ମନୋଭାବର ଆଧାର ଅଟେ। ଏହାଦ୍ୱାରା କୌଣସି ବ୍ୟକ୍ତି କୌଣସି ଧର୍ମକୁ ସ୍ୱାଧୀନ ଭାବେ ଗ୍ରହଣ କରିପାରିବ। ଭାରତ ସମ୍ବିଧାନରେ ଲେଖା ହେଇଛି ରାଇଟ୍ ଟୁ ଫ୍ରିଡମ ଅଫ ରିଲିଜିଅନ, ଧର୍ମଗତ ସ୍ୱାଧୀନତା ଅଧିକାର। ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏହାରେ ବସବାସ କରୁଥିବା ସମସ୍ତ ନାଗରିକମାନେ ନିଜର ସ୍ୱଇଚ୍ଛାରେ କୌଣସି ପ୍ରକାର ଧର୍ମକୁ ଗ୍ରହଣ କରିପାରିବେ, କେହି ତାକୁ ମନା କରିପାରିବେ ନାହିଁ। ବର୍ତ୍ତମାନ ଆମେ ଦେଖିବା ଧର୍ମ ଗ୍ରହଣ ସ୍ୱାଧୀନତା ଅଧିକାର। 25 ନମ୍ବର ଧାରାରେ ଅଛି ଫ୍ରିଡମ ଅଫ ରିଲିଜିୟସ ବୋଲିକି। ନିଜ ଇଚ୍ଛା ଅନୁସାରେ ଜଣେ ବ୍ୟକ୍ତି କୌଣସି ଧର୍ମକୁ ଗ୍ରହଣ ଏବଂ ପ୍ରଚାର ମଧ୍ୟ କରିପାରିବ। ନିଜ ଇଚ୍ଛା ଅନୁସାରେ ଧାରା 25 କହୁଛି ନିଜ ଇଚ୍ଛା ଅନୁସାରେ ଜଣେ ବ୍ୟକ୍ତି କୌଣସି ଧର୍ମକୁ ଗ୍ରହଣ କରିପାରିବ ଏବଂ ପ୍ରଚାର ମଧ୍ୟ କରିପାରିବ। ଧର୍ମ ଗ୍ରହଣ ଓ ପ୍ରଚାର ପାଇଁ କଟକଣାକୁ ନିଷେଧ କରାଯାଇଅଛି। କୌଣସି କଟକଣା ଜାରି କରାଯାଇ ପାରିବ ନାହିଁ। ସେ ନିଜ ସ୍ୱଇଚ୍ଛାରେ କ'ଣ ପ୍ରଚାର ଏବଂ ପ୍ରସାର କରିପାରିବ। ଧର୍ମ ସହ ରାଜନୀତି ଓ ଅର୍ଥନୀତିକୁ ଯୋଡ଼ାଗଲେ ରାଷ୍ଟ୍ର ନିୟନ୍ତ୍ରଣ କରୁଥିବା ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ସୁପରିଚାଳନାରେ ନିଜ ହସ୍ତକ୍ଷେପ କରିପାରିବ। ଯଦି ଯିଏ କ'ଣ ଧର୍ମ ସହିତ ରାଜନୀତି ବା ଅର୍ଥନୀତି ଯୋଡ଼ିଲା ତାକୁ କ'ଣ ରାଷ୍ଟ୍ର ହସ୍ତକ୍ଷେପ କରିପାରିବ। ଏସବୁ ଜିନିଷ ଭୁଲ ବୋଲି ରାଷ୍ଟ୍ର ମଧ୍ୟ କହିପାରିବ। ଧର୍ମ ଗ୍ରହଣ ବା ପରିତ୍ୟାଗକୁ କାହାରି ଉପରେ ଲଦି ଦିଆଯାଇ ପାରିବ ନାହିଁ। ଧର୍ମ ଗ୍ରହଣ ଏବଂ ପରିତ୍ୟାଗକୁ କାହାରି ଉପରେ ଲଦି ଦିଆଯାଇ ପାରିବ ନାହିଁ କି କାହାକୁ ଜୋର ଜବରଦସ୍ତ କରାଯାଇ ପାରିବ ନାହିଁ। ନିଜ ସ୍ୱଇଚ୍ଛାରେ ସେ କ'ଣ ନିଜେ ରହିପାରିବେ। ଧର୍ମୀୟ ଅନୁଷ୍ଠାନ ପରିଚାଳନା ସ୍ୱାଧୀନତା ଅଧିକାର 26 ଧାରାରେ ଲେଖା ହେଇଛି। ଏହି ଧାରା ଅନୁସାରେ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜର ଧର୍ମ ଅନୁଷ୍ଠାନ ପ୍ରତିଷ୍ଠା କରିପାରିବା ସହ ପରିଚାଳନା ମଧ୍ୟ କରିପାରିବେ। ଯଦି ଆମେ କୌଣସି ଧର୍ମ ନେଇ ସାରିଲା ଆର୍ଟିକିଲ ଆମେ ଦେଖିଲା ତ ଧର୍ମ ନେଇ ସାରିଲା ପରେ ଆମର ପ୍ରତ୍ୟେକ ଧର୍ମର ନିଜର ଧର୍ମ ଅନୁଷ୍ଠାନ ଆମେ ପ୍ରତିଷ୍ଠା କରିପାରିବା। ଧର୍ମ ଅନୁଷ୍ଠାନ ନିମିତ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅର୍ଜନ କରିବା ସହିତ ଆଇନ ଅନୁଯାୟୀ ପରିଚାଳନା ମଧ୍ୟ କହିପାରିବା। ଆମକୁ ଆର୍ଟିକିଲ 26 ଧର୍ମୀୟ ଅନୁଷ୍ଠାନ ପରିଚାଳନା କରିବା ପାଇଁ ସୁଯୋଗ ଦିଆଯାଇଅଛି। ସେଇଥିରେ କ'ଣ ଆମେ ନିଜର
ଧାର୍ମିକ ଅନୁଷ୍ଠାନ କରିପାରିବା ମଧ୍ୟ ତା ପ୍ରତି ଆମର କ'ଣ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟ ଅର୍ଜନ କରିବାର ଅଧିକାର ଆମକୁ ଦିଆଯାଇଅଛି। ତାପରେ ଏବେ ଆମେ ଦେଖିବା ଧର୍ମ ସମ୍ବନ୍ଧୀୟ କର ଆଦାୟ ନିଶ୍ଚିତ। ଆମେ ଦେଖିବା 27 ନମ୍ବର ଆର୍ଟିକିଲରେ ଦିଆଯାଇଅଛି ଧର୍ମ ରକ୍ଷଣାବେକ୍ଷଣ ପରିଚାଳନା କିମ୍ବା ଉନ୍ନତ ନିମନ୍ତେ କୌଣସି ନାଗରିକଙ୍କ ଠାରୁ ଏଥି ସମ୍ପର୍କିତ କୌଣସି କର ଆଦାୟ ନିଷେଧ କରାଯାଇଅଛି। କର ମାନେ କ'ଣ କର ଆମେ ଆଦାୟ କରିପାରିବା ନାହିଁ। ଧର୍ମ ସମ୍ବନ୍ଧୀୟ କୌଣସି ଧାର୍ମିକ ଅନୁଷ୍ଠାନରୁ କର ଆମକୁ ଦିଆଯାଉ ବୋଲି ଆମେ କ'ଣ ସେଥିରେ ଆଣିପାରିବା ନାହିଁ। ତାପରେ ଏବେ ଦେଖିବା କ'ଣ ଆର୍ଟିକିଲ 28 ଆମେ ଦେଖିବା ଧର୍ମ ଶିକ୍ଷା ନିଷେଧ। ସରକାରୀ ଅର୍ଦ୍ଧ ସରକାରୀ କିମ୍ବା ସହାୟତା ପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କୌଣସି ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ ଶିକ୍ଷାଦାନ ନିଷେଧ କରାଯାଇଅଛି। ଏହି ଅଧିକାର ଯେ କେବଳ ଭାରତୀୟ ନାଗରିକ ମାନେ ଉପଭୋଗ କରିପାରିବେ ତାହା ନୁହେଁ, ଦେଶ ବିଦେଶରେ ମଧ୍ୟ ଏହାକୁ ଉପଭୋଗ କରିପାରିବେ। କୌଣସି ଦେଖିବା ସ୍କୁଲ କଲେଜ ହେଲା, କୌଣସି ଶିକ୍ଷା ଅନୁଷ୍ଠାନ ହେଲା, ସେଇ ଜାଗାରେ ଆମେ କ'ଣ ଧର୍ମକୁ କେବେ ପ୍ରଚାର କରିପାରିବା ନାହିଁ ବା ଧାର୍ମିକ ସେ ଜାଗାରେ ଶିକ୍ଷା ମଧ୍ୟ ଗ୍ରହଣ କରିପାରିବା ନାହିଁ। ଆମେ ଯେଉଁ ସରସ୍ୱତୀ ପୂଜା ହଉ, କେଉଁ ରିଲିଜିୟସ୍ ଗୋଟେ ପୂଜା ହେଲା, ଗଣେଶ ପୂଜା ହେଲା, ଏସବୁ ମଧ୍ୟ ଆମେ କ'ଣ ସ୍କୁଲ କଲେଜରେ କରିବା କଥା ନୁହଁ, କିନ୍ତୁ ଆମେ କରିଦେଉଛୁ। କିନ୍ତୁ ସେଇଟା ମଧ୍ୟ ଆର୍ଟିକିଲ 28ରେ ଆମକୁ ଦେଇଛି, ସେଇ ଜିନିଷ ଆମେ କରିପାରିବା ନାହିଁ। ତାପରେ ଏବେ ଆମେ ଦେଖିବା କଲଚର ଆଣ୍ଡ ଏଜୁକେସନ ରାଇଟ୍ସ, ସାଂସ୍କୃତିକ ଏବଂ ଶିକ୍ଷାଗତ ଅଧିକାର ଧାରା 29ରୁ 30 ମଧ୍ୟରେ ଆମକୁ ଦିଆଯାଇଅଛି। ଏହି ଅଧିକାର ନାଗରିକର ଶିକ୍ଷା ଓ ସଂସ୍କୃତିକୁ ସୁରକ୍ଷା ପ୍ରଦାନ କରିଥାଏ। ଏହା ନାଗରିକ ଭାଷା ଓ ସାଂସ୍କୃତିକ ବିକାଶରେ ଅନେକ ସହାୟକ ହୋଇଥାଏ। ଭାଷା ଏବଂ ସଂସ୍କୃତିରେ ମଧ୍ୟ ଏହା ଅନେକ ସହାୟତା ହୋଇଥାଏ। ଏବେ ଆମେ ଦେଖିବା କ'ଣ ସଂଖ୍ୟାଲଘୁ ମାନଙ୍କର ସାଂସ୍କୃତିକ ସୁରକ୍ଷା ଧାରା 29ରେ ଦିଆଯାଇଅଛି। ମାଇନରିଟି କଲଚର ଯାହାକୁ ଆମେ କହୁଛୁ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଭାରତର ଯେକୌଣସି ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତି ସମୂହଙ୍କର ଭାଷା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ସ୍ୱାଧୀନତା ଆଉ ଯେକୌଣସି ରିଲିଜିୟସର ହଉ, ଯେକୌଣସି ବ୍ୟକ୍ତି ହଉ, ନିଜର ଭାଷାକୁ ସେ ନିଜର ସୁରକ୍ଷା ଦେଇପାରିବା ଏବଂ ନିଜର ସଂସ୍କୃତିକୁ ମଧ୍ୟ ପରମ୍ପରାକୁ ବଜାୟ ରଖିବା, ଏହା ପ୍ରତି ମଧ୍ୟ କ'ଣ ଧାରା 29ରେ ଲେଖାଯାଇଅଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କୁ କୌଣସି ସରକାରୀ କିମ୍ବା ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ପ୍ରବେଶ କରିବାକୁ ନିଷେଧ କରାଯାଇଅଛି। କୌଣସି ସରକାରୀ ଏ ଜାଗାରେ କ'ଣ ପ୍ରବେଶ କରିପାରିବେ ନାହିଁ। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସମାନ ଏବଂ ତାକୁ ସରକାରୀ ବାଧା ପ୍ରାପ୍ତ କରାଯାଇ ପାରିବ ନାହିଁ। ନିଜ ସଂସ୍କୃତି, ପରମ୍ପରା, ଭାଷାକୁ ବଜାୟ ସେ ରଖିପାରିବ। ଏବେ ଆମେ ଦେଖିବା କ'ଣ ଆର୍ଟିକିଲ 30 ଦେଖିବା। ଏବେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଏଷ୍ଟାବ୍ଲିଶ ମାଇନରିଟି ଏଜୁକେସନାଲ ଇନଷ୍ଟିଚ୍ୟୁଟ। ମାଇନରିଟି ମାନଙ୍କର ପାଇଁ ଏଜୁକେସନାଲ ଇନଷ୍ଟିଚ୍ୟୁଟ ଆମର ନିହାତି ସ୍ଥାପନ କରିବା କଥା ସରକାର। ସମ୍ବିଧାନର ଧାରା 30 ଅନୁସାରେ ଧର୍ମ କିମ୍ବା ଭାଷା କିମ୍ବା ସାଂସ୍କୃତିକ ଭିତ୍ତିରେ ଗଠିତ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟ ସେମାନଙ୍କର ଆବଶ୍ୟକ ଅନୁଷ୍ଠାନ ଗଠନ କରି ପରିଚାଳନା ମଧ୍ୟ କରିପାରିବେ। ସରକାରୀ କାର୍ଯ୍ୟ ପ୍ରଦାନ କ୍ଷେତ୍ରରେ ଏହି ସବୁ ଅନୁଷ୍ଠାନ ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କରାଯାଏ ନାହିଁ। ରାଷ୍ଟ୍ର ଅନୁଦାନ ପ୍ରଦାନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରାଯାଇ ପାରିବ ନାହିଁ। ଯଦି ଆମେ ଦେଖିବା ଧାରା 30କୁ ଯଦି ଅନୁଧ୍ୟାନ କରିବା, ସମ୍ବିଧାନର ଧାରା 30 ଅନୁସାରେ ଧର୍ମ କିମ୍ବା ଭାଷା ସାଂସ୍କୃତିକ ଭିତ୍ତିରେ ଗଠିତ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟ ମାନଙ୍କର ଆବଶ୍ୟକ ଶିକ୍ଷାନୁଷ୍ଠାନ ଗଠନ ପରିଚାଳନା ମଧ୍ୟ କରିପାରିବେ। ସେମାନେ ନିଜସ୍ୱ କ'ଣ ଶିକ୍ଷା ମଧ୍ୟ ପରିଚାଳନା କରିପାରିବେ। ଆବଶ୍ୟକ ଶିକ୍ଷା ଗଠନ, ଶିକ୍ଷା ଅନୁଷ୍ଠାନ ତିଆରି କରି ଶିକ୍ଷା ପ୍ରଦାନ କରିବେ। ସରକାର ପ୍ରଦାନ କ୍ଷେତ୍ରରେ ଏହିସବୁ ଅନୁଷ୍ଠାନ ପ୍ରତି ପାତର ଅନ୍ତର ନୀତି ଅବଲମ୍ବନ କରିପାରିବେ ନାହିଁ। ଏଇଟା ହିନ୍ଦୁ, ଏଇଟା ଖ୍ରୀଷ୍ଟିଆନ, ଏଇଟା ମୁସଲିମ, ଏଇଟା ବୌଦ୍ଧିଷ୍ଟ, ସରକାର ଏଥିରେ ପାତର ଅନ୍ତର କରିପାରିବେ ନାହିଁ। ସମସ୍ତଙ୍କ ପାଇଁ ସମାନ ଦୃଷ୍ଟି ସେ ମଧ୍ୟ ଦେଇପାରିବେ। ରାଷ୍ଟ୍ର ଅନୁମୋଦନ ପ୍ରଦାନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ, ସେ କାହାକୁ ପାତର ଅନ୍ତର ନ କରି ସମସ୍ତ ପ୍ରକାର ଅଧିକାର ସେ ଅବଲମ୍ବନ କରିବେ। ଏବେ ଆମେ ଦେଖିବା 32 ନମ୍ବର ଯାହାକୁ ରାଇଟ୍ ଟୁ କନଷ୍ଟିଟ୍ୟୁସନାଲ ରେମିଡି, ସମ୍ବିଧାନ ପ୍ରତିକାର ଅଧିକାର ବୋଲି କୁହାଯାଉଛି। 32 ନମ୍ବର ଆର୍ଟିକିଲ ଏଇଟା ହେଉଛି ଭାରତ ସମ୍ବିଧାନର ବା ନାଗରିକ ମାନେ ଭାରତବର୍ଷର ନାଗରିକ ମାନଙ୍କର ପାଇଁ ଏଇ ଆର୍ଟିକିଲ ଆତ୍ମା ସଦୃଶ। ଯଦି ଏଇ ଆର୍ଟିକିଲ ନଥାନ୍ତା ତାହେଲେ ଆମେ କୌଣସି ପ୍ରକାରର କ'ଣ ଯଦି ଆମର ଫଣ୍ଡାମେଣ୍ଟାଲ ରାଇଟ୍କୁ କ୍ଷୁଣ୍ଣ ହେଲେ ଆମେ କିଛି କରିପାରିବା ନାହିଁ। ଏହି ଅଧିକାର ବା ଏହି ରାଇଟ୍ସ ବଳରେ, ଏହି ଧାରା ବଳରେ ଆମେ ସବୁ ପ୍ରକାରର ଆମେ
ସୁରକ୍ଷା ପ୍ରଦାନ କରିପାରିବା। ଏହି ଅଧିକାରଟି ଅନ୍ୟାନ୍ୟ ଅଧିକାର ସୁରକ୍ଷା କବଚ ସବୁ ଯାହା ଯେତେ ଅଧିକାର ହେଲା ଆମ ଯେତେ ଅଧିକାର ମଧ୍ୟ ଉପଭୋଗ କରିବେ ତାକୁ ସୁରକ୍ଷା ପ୍ରଦାନ କରିବ କି 32 ନମ୍ବର ଧାରାଟି। ଏହା ଦ୍ୱାରା ଅଧିକାର ଗୁଡ଼ିକ ନ୍ୟାୟାଳୟ ଦ୍ୱାରା ସୁରକ୍ଷିତ ହୋଇପାରେ। ଏହି ଧାରା ବଳରେ ନ୍ୟାୟାଳୟରେ ଆମେ ଯାଇକି କୌଣସି ପ୍ରକାର ଆମର ଯଦି ଅଧିକାର କ୍ଷୁଣ୍ଣ ହେଲା ତା ପାଇଁ ଆମେ କ'ଣ ଆକ୍ଟ ବା ଆମେ ପିଟିସନ ଦାଖଲ କରିପାରିବା। ନାଗରିକ ମୌଳିକ ଅଧିକାର ଭଙ୍ଗ ହେଲେ ସେ ଏହି ଧାରା ଅନୁସାରେ ସିଧାସଳଖ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇପାରିବ। ଯଦି କୌଣସି ପ୍ରକାର ଆମର ମୌଳିକ ଅଧିକାର କ୍ଷୁଣ୍ଣ ହୁଏ ତା ଆମେ 32 ଧାରା ଅନୁସାରେ ଆମେ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇପାରିବା। ଅନ୍ୟପକ୍ଷେ ସମ୍ବିଧାନର 226 ଧାରା ଅନୁଯାୟୀ ରାଜ୍ୟରେ ଥିବା ଉଚ୍ଚ ନ୍ୟାୟାଳୟରେ ସେ ମଧ୍ୟ ଆଶ୍ରୟ ନେଇପାରିବ। ଉଚ୍ଚ ନ୍ୟାୟାଳୟରେ ମଧ୍ୟ କ'ଣ ଆମେ ଆଶ୍ରୟ ନେଇପାରିବା। କୌଣସି ନ୍ୟାୟାଳୟକୁ ମଧ୍ୟ ନେଇ ଯାଇପାରିବା ଆମର କୌଣସି ପ୍ରକାର ଯଦି ମୌଳିକ ଧାରା କ୍ଷୁଣ୍ଣ ହେଲେ। ଏଥିପାଇଁ 5 ଗୋଟି ରିଟ୍ ବା ହୁକୁମନାମା ବ୍ୟବସ୍ଥା ରହିଅଛି। 5 ଗୋଟି ଆମ ପାଇଁ କ'ଣ ହୁକୁମନାମା ବା ରିଟ୍ ରହିଅଛି। ଆମେ 5 ପ୍ରକାର ତାକୁ କ'ଣ ଆମେ ଆପ୍ଲାଏ କରିପାରିବା। ବର୍ତ୍ତମାନ ଦେଖିବା ସେଇଟା କ'ଣ 5 ପ୍ରକାର। ପ୍ରଥମେ ବନ୍ଦୀ ପ୍ରତିକ୍ଷଣ ହେବିୟସ୍ କର୍ପସ୍ ଆମେ ପିଟିସନ ଦାଖଲ କରିପାରିବା। ତାପରେ ଖ ନମ୍ବର ଦେଖିବା ପରମାଦେଶ ମାଣ୍ଡାମସ୍ ଆମେ ଜାରି କରିପାରିବା। ତାପରେ ପ୍ରତିଶୋଧ ପ୍ରୋହିବିସନ ଏଇ ସବୁ ମାଧ୍ୟମରେ ଆମେ କ'ଣ ଆମର ଫଣ୍ଡାମେଣ୍ଟାଲ ରାଇଟକୁ ଆମେ ପାଇପାରିବା। ଅଧିକାର ପୁଚ୍ଛା ଆମେ ଇଏ କରିପାରିବା। ତତ୍ପ୍ରେକ୍ଷଣ ଆମେ ମଧ୍ୟ କରିପାରିବା। ସେହି ସବୁ ଅଧିକାର ବଳରେ ଆମେ ଆମର ଯେଉଁ ମୌଳିକ ଅଧିକାରକୁ ଯଦି କିଏ କ୍ଷୁଣ୍ଣ କଲା ତା ବଳରେ ଆମେ ପିଟିସନ ବା ଦାଖଲ କରିପାରିବା ଉଚ୍ଚ ନ୍ୟାୟାଳୟରେ ବା ନ୍ୟାୟାଳୟ ମାନଙ୍କରେ ଆମେ ଏଇସବୁ ଦାଖଲ କରିବା। ଏଇ ଅଧିକାରକୁ ସମ୍ବିଧାନର ଆତ୍ମା ବୋଲି ମଧ୍ୟ କୁହାଯାଇଥାଏ। ଆଉ ଏଇ ଥିଲା ତୁମର କ'ଣ ଫଣ୍ଡାମେଣ୍ଟାଲ ରାଇଟ୍ସ ସବୁ ଆମେ ଆଜି ସମ୍ପୂର୍ଣ୍ଣ ଭାବରେ ଆଲୋଚନା କଲେ।